ସାମ ସଙ୍ଗୀତ ଅଧ୍ୟାୟ 24। ଉପାସନା ସାମ। ପୃଥିବୀ ତଥା ତନ୍ମଧ୍ୟସ୍ଥ ସର୍ବସ୍ୱ ସଂସାର ତଥା ତନ୍ନିବାସୀ ସମସ୍ତେ ପ୍ରଭୁଙ୍କର। କରିଅଛନ୍ତି ସେ ତାହାଙ୍କର ଭିତ୍ତିମୂଳ ସମୁଦ୍ର ଉପରେ ଅଧିଷ୍ଠିତ। ନଦୀ ସମୂହ ଉପରେ କରିଅଛନ୍ତି ତାହା ସ୍ଥାପିତ। କରିବ କିଏ ପ୍ରଭୁଙ୍କର ପାହାଡ଼ ଉପରକୁ ଆରୋହଣ? ହେବ କିଏ ତାହାଙ୍କ ପବିତ୍ର ସ୍ଥଳୀରେ ଦଣ୍ଡାୟମାନ? ଅଟେ ଯାହାର ହସ୍ତ ଶୁଦ୍ଧ ଓ ହୃଦୟ ନିର୍ମଳ, ନୁହେଁ ଯାହାର ଆତ୍ମା କପଟତା ପ୍ରତି ଅନୁରକ୍ତ। କରେ ନାହିଁ ଯିଏ ପ୍ରବଞ୍ଚନାତ୍ମକ ଶପଥ ଗ୍ରହଣ, କରିବ ସେ ତାହା ସାଧନ। କରିବ ସେ ଆଶିଷ ପ୍ରଭୁଙ୍କଠାରୁ ଗ୍ରହଣ, କରିବେ ପରିତ୍ରାତା ଈଶ୍ୱର ତାର ପକ୍ଷ ସମର୍ଥନ। କରନ୍ତି ଯେଉଁମାନେ ତାହାଙ୍କର ଅନ୍ୱେଷଣ, କରନ୍ତି ଯେଉଁମାନେ ଯାକବଙ୍କ ଈଶ୍ୱରଙ୍କ ସନ୍ଧାନ, ଅଟନ୍ତି ସେମାନେ ଏହିପରି ବଂଶ। ହେ ଦ୍ୱାର ସକଳ, କର ମସ୍ତକ ଉତ୍ତୋଳନ, ହେ ପୁରାତନ ଦ୍ୱାର ସମୂହ, ଉତ୍ତୋଳନ ପୂର୍ବକ ହୁଅ ଦଣ୍ଡାୟମାନ। କିଏ ବା ମହିମା ମଣ୍ଡିତ ଏହି ରାଜନ? ଅଟନ୍ତି ସେ ଶକ୍ତିଶାଳୀ ତଥା ପରାକ୍ରମୀ ପ୍ରଭୁ, ଅଟନ୍ତି ସେ ଯୁଦ୍ଧ ପ୍ରବୀଣ ପ୍ରଭୁ। ହେ ଦ୍ୱାର ସକଳ, କର ମସ୍ତକ ଉତ୍ତୋଳନ, ହେ ପୁରାତନ ଦ୍ୱାର ସମୂହ, ଉତ୍ତୋଳନ ପୂର୍ବକ ହୁଅ ଦଣ୍ଡାୟମାନ। କରନ୍ତୁ ପ୍ରବେଶ ମହିମା ମଣ୍ଡିତ ରାଜନ। କିଏ ବା ଏହି ମହିମା ମଣ୍ଡିତ ରାଜନ? ଅଟନ୍ତି ସେ ସେନାଧୀଶ ପ୍ରଭୁ, ଅଟନ୍ତି ସେ ମହିମା ମଣ୍ଡିତ ରାଜନ। ଅଧ୍ୟାୟ 25। ବ୍ୟକ୍ତିଗତ ବିଳାପ ଗୀତି। ହେ ପ୍ରଭୁ, କରେ ମୁଁ ଉତ୍ତୋଳନ, ତୁମ ସନ୍ନିଧାନେ ଆତ୍ମା ମୋର। ହେ ଈଶ୍ୱର, କରେ ମୁଁ ତୁମଠାରେ ଆସ୍ଥା ସ୍ଥାପନ। ସେଥି ସକାଶେ ଦିଅ ନାହିଁ ମୋତେ ହେବାକୁ ଲଜ୍ଜିତ। ନ ହୁଅନ୍ତୁ ଉଲ୍ଲସିତ ମୋ ସମ୍ବନ୍ଧେ ମୋର ଶତ୍ରୁଗଣ। ତୁମ ପ୍ରତି ଯେଉଁମାନେ ଅପେକ୍ଷାରତ, ନ ହୁଅନ୍ତୁ ସେମାନେ କଦାପି ଲଜ୍ଜିତ। ଯେଉଁମାନେ ଅଣାୟତ ପ୍ରବଞ୍ଚକ, ହୁଅନ୍ତୁ ସେମାନେ ଅପମାନିତ। ହେ ପ୍ରଭୁ, କରାଅ ମୋତେ ତୁମ ମାର୍ଗାବଳୀ ଅବଗତ, ଶିକ୍ଷା ଦିଅ ମୋତେ ତୁମ ମାର୍ଗର। ତୁମ ସତ୍ୟକୁ କର ମୋତେ ଆନୟନ, ମୋତେ ଶିକ୍ଷା ଦିଅ, କାରଣ ଅଟ ତୁମେ ମୋର ତ୍ରାଣେଶ୍ୱର। କରେ ମୁଁ ଅପେକ୍ଷା ତୁମ ପ୍ରତି ଦିନ ତମାମ। ହୁଅ ହେ ପ୍ରଭୁ, ତବ କରୁଣା ତଥା ନିରନ୍ତର ସ୍ନେହର ଅନୁସ୍ମୃତ, କାରଣ ହୋଇଥିଲା ତାହା ପୁରାତନରୁ ପ୍ରଦର୍ଶିତ। ହୁଅ ମୋ ଯୌବନ କାଳର ପାପ ତଥା ଅପରାଧ ସବୁ ବିସ୍ମୃତ। ତବ କରୁଣା ନିମନ୍ତେ ହେ ପ୍ରଭୁ, ହୁଅ ତୁମ ନିରନ୍ତର ସ୍ନେହ ଅନୁରୂପେ ମୋତେ ଅନୁସ୍ମୃତ। ଅଟନ୍ତି ପ୍ରଭୁ ମଙ୍ଗଳମୟ ତଥା ନ୍ୟାୟବାନ, ସୁତରାଂ କରନ୍ତି ସେ ପାପୀମାନଙ୍କୁ ପଥ ପ୍ରଦର୍ଶନ। କରନ୍ତି ସେ ବିନୀତମାନଙ୍କୁ ବିଚାର ମାର୍ଗରେ ଆନୟନ, ଦିଅନ୍ତି ବିନୀତମାନଙ୍କୁ ତାହାଙ୍କ ମାର୍ଗ ସମ୍ବନ୍ଧେ ସେ ଶିକ୍ଷାଦାନ। କରନ୍ତି ଯେଉଁମାନେ ପ୍ରଭୁଙ୍କର ବ୍ୟବସ୍ଥା ବିଧାନ ତଥା ସାକ୍ଷ୍ୟ ପାଳନ, ସେମାନଙ୍କ ପ୍ରତି ସମସ୍ତ ମାର୍ଗ ତାହାଙ୍କର ନିରନ୍ତର ସ୍ନେହ ତଥା ବିଶ୍ୱସ୍ତତା ପୂର୍ଣ୍ଣ। ହେ ପ୍ରଭୁ, ତୁମ ନାମ ସକାଶୁ ଦିଅ ମୋର ଦୋଷ ପ୍ରତି କ୍ଷମା। କରେ ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, ଯେଉଁ ପଥ ତା ଦ୍ୱାରା ମନୋନୀତ କରିବା ଆବଶ୍ୟକ, ଦେବେ ପ୍ରଭୁ ତାକୁ ସେ ସମ୍ବନ୍ଧେ ଶିକ୍ଷୋପଦେଶ। କରିବ ସେ ଐଶ୍ୱର୍ଯ୍ୟରେ କାଳାତିପାତ, ତାର ସନ୍ତାନଗଣ କରିବେ ଦେଶ ଅଧିକାର। ପ୍ରଭୁଙ୍କ ପ୍ରତି ଯେଉଁମାନେ ଭୟଭକ୍ତି ପ୍ରଦର୍ଶକ, ସେମାନଙ୍କ ପାଇଁ ତାହାଙ୍କର ବନ୍ଧୁତ୍ୱ ସଂରକ୍ଷିତ। କରାଇବେ ସେ ସେମାନଙ୍କୁ ତାହାଙ୍କ ବ୍ୟବସ୍ଥା ବିଧାନ ଅବଗତ। ଚକ୍ଷୁ ମୋର ପ୍ରଭୁଙ୍କ ଅଭିମୁଖେ ଉତ୍ତୋଳିତ, କରିବେ ସେ ମୋର
ପାଦଦ୍ୱୟକୁ ଜାଲରୁ ବହିର୍ଗତ। ଘୂରିତ ହୋଇ ମୋ ଅଭିମୁଖେ କର କରୁଣା ପ୍ରଦର୍ଶନ, କାରଣ ଅଟେ ମୁଁ ଏକାକୀ ତଥା ପୀଡ଼ିତ। ହୃଦୟ ମୋର ହେଉ ବ୍ୟଥାରୁ ବଞ୍ଚିତ, କର ମୋତେ କ୍ଲେଶ ସକଳରୁ ମୁକ୍ତ। କର ମୋର ଯାତନା ତଥା କ୍ଲେଶ ସମୂହ ପ୍ରତି ପରିଗଣନା, ମୋର ସମସ୍ତ ପାପ ପ୍ରତି ଦିଅ କ୍ଷମା। ଶତ୍ରୁଗଣ ମୋର ଯେଉଁଭଳି ଅନେକ, କର ଏହା ବିବେଚନା। କରନ୍ତି କେଉଁଭଳି ହିଂସାତ୍ମକ ବିଦ୍ୱେଷରେ ସେମାନେ ମୋତେ ଘୃଣା। କର ମୋ ଜୀବନକୁ ସଂରକ୍ଷଣ, କର ମୋର ରକ୍ଷଣାବେକ୍ଷଣ। ଦିଅ ନାହିଁ ହେବାକୁ ମୋତେ ଲଜ୍ଜିତ, ତୁମଠାରେ ମୁଁ ଶରଣାଗତ। କରୁ ମୋତେ ନ୍ୟାୟ ପରାୟଣତା ତଥା ନୀତିନିଷ୍ଠା ସଂରକ୍ଷଣ, କାରଣ ତୁମ ପ୍ରତି ମୁଁ ଅପେକ୍ଷାରତ। ହେ ଈଶ୍ୱର, କର ଇସ୍ରାଏଲକୁ ତାହାର ସମସ୍ତ ଦୁର୍ଗତିରୁ ମୁକ୍ତ। ଅଧ୍ୟାୟ 26। ବ୍ୟକ୍ତିଗତ ବିଳାପ ଗୀତି। କର ହେ ପ୍ରଭୁ ମୋର ପକ୍ଷ ସମର୍ଥନ, କାରଣ କରିଅଛି ମୁଁ ନ୍ୟାୟପରାୟଣତାରେ ବିଚରଣ। ଦ୍ୱିଧାହୀନ ଭାବେ କରିଅଛି ମୁଁ ସ୍ଥାପନ, ପ୍ରଭୁଙ୍କଠାରେ ଶରଣ। ହେ ପ୍ରଭୁ, ତଦନ୍ତପୂର୍ବକ କର ମୋତେ ପରୀକ୍ଷା, କର ମୋର ହୃଦୟ ତଥା ମନକୁ ପରୀକ୍ଷା। ମୋର ଦୃଷ୍ଟିରେ ତୁମ ନିରନ୍ତର ସ୍ନେହ ବିଦ୍ୟମାନ, ତୁମ ପ୍ରତି ବିଶ୍ୱସ୍ତତା ପୂର୍ବକ କରେ ମୁଁ ବିଚରଣ। କରେ ନାହିଁ ମୁଁ କପଟୀମାନଙ୍କ ଗହଣେ ଉପବେଶନ, ପ୍ରବଞ୍ଚନାମାନଙ୍କ ସହ ହୁଏ ନାହିଁ ମୁଁ ସମ୍ମିଶ୍ରଣ। କରେ ମୁଁ ଘୃଣା ଦୁଷ୍କର୍ମୀମାନଙ୍କ ସଂଘର୍ଷ, କରେ ନାହିଁ ମୁଁ ଦୁଷ୍ଟମାନଙ୍କ ଗହଣରେ ଉପବେଶନ। ହେ ପ୍ରଭୁ, ନିଷ୍କଳଙ୍କତାରେ କରେ ମୁଁ ମୋ ହସ୍ତ କ୍ଷାଳନ, ତୁମ ବଳିପୀଠକୁ କରେ ମୁଁ ପ୍ରଦକ୍ଷିଣ। କରେ ମୁଁ ଉଚ୍ଚ ସ୍ୱରରେ କୃତଜ୍ଞତା ସ୍ତୋତ୍ର ଗାନ, କରେ ମୁଁ ତୁମ ସମସ୍ତ ଅଦ୍ଭୁତ କର୍ମ ବିଜ୍ଞାପନ। ହେ ପ୍ରଭୁ, ତୁମ ଦ୍ୱାରା ଅଧ୍ୟୁଷିତ ଗୃହ ଓ ତୁମ ମହିମା ସ୍ଥାନକୁ କରେ ମୁଁ ସ୍ନେହା। କର ନାହିଁ ପାପୀମାନଙ୍କ ଗହଣେ ମୋତେ, କିମ୍ବା ରକ୍ତ ପିପାସୁମାନଙ୍କ ସହ ମୋ ଜୀବନକୁ ନିର୍ମୂଳ। କାରଣ ଅଟେ ସେମାନଙ୍କ ହସ୍ତ ଅନିଷ୍ଟତାରେ ପରିପୂର୍ଣ୍ଣ, ଅଟେ ସେମାନଙ୍କ ଦକ୍ଷିଣ ହସ୍ତ ଉତ୍କର୍ଷରେ ପୂର୍ଣ୍ଣ। କିନ୍ତୁ କରେ ମୁଁ ନିଷ୍କଳଙ୍କତାରେ ବିଚରଣ, କର ମୋତେ ରକ୍ଷା ଓ କର ମୋ ପ୍ରତି କରୁଣା ପ୍ରଦର୍ଶନ। ସମତଳ ଭୂମିରେ ପାଦ ମମ ଦଣ୍ଡାୟମାନ, କରିବି ମୁଁ ଜନମଣ୍ଡଳୀ ମଧ୍ୟେ ପ୍ରଭୁଙ୍କର ପ୍ରଶଂସା ଗାନ। ଅଧ୍ୟାୟ 27। ବ୍ୟକ୍ତିଗତ ବିଳାପ ଗୀତି। ଅଟନ୍ତି ପ୍ରଭୁ ଜ୍ୟୋତି ତଥା ପରିତ୍ରାଣ ମୋର, ହେବି ବା କାହା ପ୍ରତି ମୁଁ ଭୟ କାତର। ଅଟନ୍ତି ପ୍ରଭୁ ଦୁର୍ଗ ମୋ ଜୀବନର, ହେବି ବା ମୁଁ କାହା ପ୍ରତି ଭୟ କାତର। ମିଥ୍ୟା ଆରୋପ କରି ବିରୁଦ୍ଧେ ମୋର, କରନ୍ତି ଯେବେ ମୋତେ ଶତ୍ରୁ ତଥା ପ୍ରତିରୋଧୀ ବ୍ୟକ୍ତିଗଣ ଆକ୍ରମଣ, ତେବେ ସେମାନେ ନିଜେ ଝୁଣ୍ଟି ପଡ଼ି ହେବେ ପତିତ। ଯଦିଓ ପକାନ୍ତି ଏକ ସୈନ୍ୟବାହିନୀ ଛାଉଣି ବିରୁଦ୍ଧେ ମୋର, ତଥାପି ହେବ ନାହିଁ ହୃଦୟ ମମ ଭୀତତ୍ରସ୍ତ। ଯଦିଓ ହୁଏ ମୋ ବିପକ୍ଷେ ଯୁଦ୍ଧ ସଂଗଠିତ, ତଥାପି ହେବି ମୁଁ ଆସ୍ଥାବାନ। ଏକ ବିଷୟ ପ୍ରତି କରେ ମୁଁ ପ୍ରଭୁଙ୍କଠାରେ ପ୍ରାର୍ଥନା, କରେ ମୁଁ ଏକ ବିଷୟର ସନ୍ଧାନ। କରେ ମୁଁ ଯେପରି ପ୍ରଭୁଙ୍କ ଆଳୟେ ଜୀବନ ବସବାସ, କରେ ମୁଁ ଯେପରି ପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦର୍ଶନ। କରେ ମୁଁ ଯେପରି ତାହାଙ୍କ ଆଳୟ ମଧ୍ୟରେ ତାହାଙ୍କ ଅଭୀଷ୍ଟ ସନ୍ଧାନ। ତାହାଙ୍କ ଆଳୟରେ କରିବେ ସେ ମୋତେ କ୍ଲେଶ ଦିନେ ଆଶ୍ରୟ ପ୍ରଦାନ। କରି ରଖିବେ ସେ ମୋତେ ତାହାଙ୍କ ଶିବିରରେ ଗୋପନ, କରାଇବେ ସେ ମୋତେ
ଉଚ୍ଚ ଶୈଳ ଉପରେ ଦଣ୍ଡାୟମାନ। କରିବି ମୁଁ ମୋ ମସ୍ତକ ମୋ ଚତୁଃପାର୍ଶ୍ୱସ୍ଥ ଶତ୍ରୁମାନଙ୍କ ମଧ୍ୟରେ ଉତ୍ତୋଳନ। କରିବି ମୁଁ ଆହ୍ଲାଦ ଧ୍ୱନି ସମେତ ତାହାଙ୍କ ଶିବିରରେ ବଳିଦାନ। ପ୍ରଭୁଙ୍କ ଉଦ୍ଦେଶ୍ୟ କରିବି ମୁଁ ପ୍ରଶଂସାପୂର୍ବକ ସୁମଧୁର ସଙ୍ଗୀତ ଗାନ। ଡାକି ଉଚ୍ଚ ସ୍ୱରରେ ହେ ପ୍ରଭୁ କରେ ମୁଁ ଯେବେ କ୍ରନ୍ଦନ, ତେବେ କର ମୋତେ ଶ୍ରବଣ, ଶୁଣ କରୁଣା ପୂର୍ବକ ମୋ ନିବେଦନ। ଦେଇଅଛ ତୁମେ ଆଦେଶ, କର ମୋ ମୁଖ ସନ୍ଧାନ। ହୃଦୟ ମୋର କରେ ତୁମ ପ୍ରତି କଥନ, କରେ ମୁଁ ତବ ମୁଖ ଅନ୍ୱେଷଣ। କର ନାହିଁ ତୁମ ମୁଖ ମୋ ଠାରୁ ଲୁକାୟିତ, ସହାୟକ ମୋର ହେ ଈଶ୍ୱର। କର ନାହିଁ କ୍ରୋଧ ସହ ତୁମ ଦାସକୁ ବହିଷ୍କୃତ, ମୋର ପରିତ୍ରାଣର ହେ ଈଶ୍ୱର। କର ନାହିଁ ଉପେକ୍ଷା, କର ନାହିଁ ମୋତେ ବିତାଡ଼ନ। କରନ୍ତି ମୋତେ ଉପେକ୍ଷା ଯଦିଓ ପିତାମାତା ମୋର, କରିବେ ତଥାପି ପ୍ରଭୁ ମୋତେ ସ୍ୱୀକାର। ହେ ପ୍ରଭୁ ତୁମ ମାର୍ଗ ସମ୍ବନ୍ଧେ ମୋତେ ଶିକ୍ଷା ଦିଅ, ମୋ ଶତ୍ରୁଗଣ ଯୋଗୁଁ କର ମୋତେ ସମତଳ ପଥେ ଆନୟନ। କର ନାହିଁ ମୋତେ ମୋ ବିରୋଧୀମାନଙ୍କ ହସ୍ତେ ସମର୍ପଣ, ହୋଇଛନ୍ତି କପଟୀ ସାକ୍ଷୀଗଣ ମୋ ବିରୁଦ୍ଧେ ଉତ୍ଥିତ। କରନ୍ତି ସେମାନେ କ୍ରୂରତାକୁ ବିଶ୍ୱାସ ତ୍ୟାଗ। ଜୀବିତମାନଙ୍କ ଦେଶେ କରିବି ଲାଭ ମୁଁ ପ୍ରଭୁଙ୍କ ମଙ୍ଗଳତାର ଦର୍ଶନ, ଏହା ଅଟେ ବିଶ୍ୱାସ ମୋର। ହୁଅ ପ୍ରଭୁଙ୍କ ପ୍ରତି ଅପେକ୍ଷାରତ, ହୁଅ ସାହସୀ, ହେଉ ଦୃଢ଼ମନା ହୃଦୟ ତୁମର। ହଁ, ହୁଅ ପ୍ରଭୁଙ୍କ ପ୍ରତି ଅପେକ୍ଷାରତ। ଅଧ୍ୟାୟ 28 ବ୍ୟକ୍ତିଗତ ବିଳାପ ଗୀତି। ହେ ପ୍ରଭୁ କରେ ମୁଁ ପ୍ରାର୍ଥନା, ଡାକି ନାମ ତୁମର। ହେ ଶୈଳ ମୋର, ହୁଅ ନାହିଁ ମୋ ପ୍ରତି ବଧିର। ହୁଅ ତୁମେ ଯଦି ନୀରବ ମୋ ପ୍ରତି, ତେବେ ଯାଆନ୍ତି ଯେଉଁମାନେ ପାତାଳକୁ ଅବତରି, ହେବି ମୁଁ ସେମାନଙ୍କ ପରି। ତବ ପବିତ୍ରତମ ଆଳୟ ଦିଗେ ହସ୍ତ ଉତ୍ତୋଳନ ପୂର୍ବକ କରେ ମୁଁ ଯେବେ ତୁମ ନିକଟରେ ସାହାଯ୍ୟ ପାଇଁ କ୍ରନ୍ଦନ, ତେବେ କର ମୋ ନିବେଦନର ସ୍ୱର ଶ୍ରବଣ। ଦୁଷ୍କର୍ମୀ ଦୁଷ୍ଟମାନଙ୍କ ସମେତ କର ନାହିଁ ମୋତେ ଅପସାରିତ। କରନ୍ତି ସେମାନେ ସେମାନଙ୍କ ପ୍ରତିବେଶୀମାନଙ୍କ ସହ ଶାନ୍ତିର କଥନ, ତଥାପି ସେମାନଙ୍କ ଅନ୍ତରରେ ଦୁଷ୍ଟତା ବିରାଜମାନ। କର୍ମାବଳୀ ଅନୁସାରେ ସେମାନଙ୍କର, ଅନୁରୂପେ ଦୁଷ୍ଟ କାର୍ଯ୍ୟ ସେମାନଙ୍କର। କର ପ୍ରଦାନ ସେମାନଙ୍କୁ ପ୍ରତିଫଳ, ଦିଅ ସେମାନଙ୍କୁ ସେମାନଙ୍କ ହସ୍ତକୃତ କର୍ମାବଳୀ ଅନୁଯାୟୀ ପ୍ରତିଦାନ। କର ସେମାନଙ୍କୁ ସମୁଚିତ ପ୍ରତିଫଳ ପ୍ରଦାନ। କରନ୍ତି ନାହିଁ ସେମାନେ କୌଣସି ବିବେଚନା ପ୍ରଭୁଙ୍କର କର୍ମାବଳୀ ପ୍ରତି, କରନ୍ତି ନାହିଁ ସେମାନେ କିଛି ବିବେଚନା ତାହାଙ୍କ ହସ୍ତକୃତ କାର୍ଯ୍ୟ ପ୍ରତି। ପ୍ରଶଂସା କରିବେ ସେ ସେମାନଙ୍କୁ ବିଧ୍ୱସ୍ତ, ଦେବେ ନାହିଁ ସେ ସେମାନଙ୍କୁ କେବେହେଁ। ହୁଅନ୍ତୁ ପ୍ରଭୁ ଧନ୍ୟ, ଶୁଣିଅଛନ୍ତି ସେ ମୋ ନିବେଦନର ସ୍ୱର। ଅଟନ୍ତି ପ୍ରଭୁ ଶକ୍ତି ତଥା ଢାଲ ମୋର, ତାହାଙ୍କଠାରେ ହୃଦୟ ମୋର ଶରଣାଗତ। ପ୍ରଶଂସା ସୁତରାଂ ହୁଏ ମୁଁ ସହାୟ ପ୍ରାପ୍ତ, ହୁଏ ହୃଦୟ ମମ ଉଲ୍ଲସିତ। ଗାନ କରି କରେ ମୁଁ ତାହାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ। ପ୍ରଭୁ ଅଟନ୍ତି ଶକ୍ତି ସ୍ୱଜନମାନଙ୍କର, ଅଟନ୍ତି ସେ ତାହାଙ୍କ ଅଭିଷିକ୍ତଙ୍କର ରକ୍ଷାକାରୀ ଆଶ୍ରୟ ସ୍ଥାନ। କର ତୁମ ସ୍ୱଜନମାନଙ୍କୁ ସଂରକ୍ଷଣ, ତବ ଉତ୍ତରାଧିକାରକୁ କର ଆଶୀଷ ପ୍ରଦାନ। ହୁଅ ତୁମେ ସେମାନଙ୍କ ମେଷପାଳକ, କର ଚିରକାଳ ବ୍ୟାପୀ ସେମାନଙ୍କୁ ବହନ। ଅଧ୍ୟାୟ 29 ପ୍ରଶଂସା ସ୍ତୋତ୍ର। ହେ ସ୍ୱର୍ଗୀୟ ନିବାସୀଗଣ, କର ପ୍ରଭୁଙ୍କର ସ୍ତବଗାନ।
ମହତ୍ଵ ତଥା ଶକ୍ତି ଅଟେ ପ୍ରଭୁଙ୍କର ଏକ ଏହା ବିଜ୍ଞାପନ କର ପ୍ରଭୁଙ୍କର ମହିମାମୟ ନାମରେ ସ୍ତବଗାନ। ପବିତ୍ର ପରିଧାନ ପରିହିତ ହୋଇ ପ୍ରଭୁଙ୍କୁ ଆରାଧନା କର। ହୁଏ ଜଳରାଶି ଉପରେ ପ୍ରଭୁଙ୍କ ସ୍ୱର ଧ୍ୱନିତ କରନ୍ତି ମହିମାମୟ ପ୍ରଭୁ ଈଶ୍ୱର। ଜଳଧି ଉପରେ ବଜ୍ର ନିନାଦ ପ୍ରଭୁଙ୍କ ସ୍ୱର ଶକ୍ତିପୂର୍ଣ୍ଣ। ପ୍ରଭୁଙ୍କର ଶବ୍ଦ ପ୍ରତାପପୂର୍ଣ୍ଣ କରେ ପ୍ରଭୁଙ୍କର ସ୍ୱର। ଦେବଦାରୁ ବୃକ୍ଷ ସକଳ ଭଗ୍ନ କରନ୍ତି ପ୍ରଭୁ। ଲେବାନନର ଦେବଦାରୁ ବୃକ୍ଷ ସମୂହ ଭଗ୍ନ। ଲେବାନନକୁ ବାଛୁରୀ ସମାନ ଓ ସିରିୟନକୁ ଯୁବା ବଳଦ ସଦୃଶ ଝଲସାଏ ଅଗ୍ନି ଶିଖାକୁ ପ୍ରଭୁଙ୍କର ସ୍ୱର। ମରୁ ପ୍ରାନ୍ତରକୁ କରେ ପ୍ରଭୁଙ୍କର ସ୍ୱର ପ୍ରକମ୍ପିତ। କାଦେଶ ମରୁଭୂମିକୁ କରାନ୍ତି ପ୍ରଭୁ କମ୍ପିତ। କରାଏ ପ୍ରଭୁଙ୍କର ସ୍ୱର ଓ ଅକ୍ ବୃକ୍ଷ ସବୁ ଘୂର୍ଣ୍ଣନ କରିଦିଏ ତାହା ବନ ସମୂହକୁ ବୃକ୍ଷ ବିହୀନ। କରନ୍ତି ସେ ସମସ୍ତେ ମହତ୍ଵ ବୋଲି ଘୋଷଣା ଆଳୟରେ ତାହାଙ୍କ। ପ୍ରଳୟ ଉପରେ ପ୍ରଭୁ ସିଂହାସନାସୀନ। ଶାଶ୍ୱତ ରାଜା ସଦୃଶ ପ୍ରଭୁ ସିଂହାସନାସୀନ। କରନ୍ତୁ ପ୍ରଭୁ ସ୍ୱଜନମାନଙ୍କୁ ଶକ୍ତି ପ୍ରଦାନ। ଶାନ୍ତି ଦେଇ କରନ୍ତୁ ପ୍ରଭୁ ପ୍ରଦାନ ସ୍ୱଜନମାନଙ୍କୁ ଆଶିଷ। ଅଧ୍ୟାୟ 30 ବ୍ୟକ୍ତିଗତ କୃତଜ୍ଞତା ସ୍ତୋତ୍ର। ହେ ପ୍ରଭୁ କରିବି ମୁଁ ପ୍ରଶଂସା ତୁମର, କାରଣ କରିଅଛ ତୁମେ ମୋର ପରିତ୍ରାଣ ସାଧନ। ମୋ ଉପରେ ତୁମେ ମୋ ଶତ୍ରୁମାନଙ୍କୁ ହେବାକୁ ଦେଇନାହଁ ଆନନ୍ଦିତ। ପ୍ରଭୁ ହେ ମୋର ଈଶ୍ୱର, କଲି ମୁଁ ସାହାଯ୍ୟ ପାଇଁ ତୁମ ସନ୍ନିଧାନେ କ୍ରନ୍ଦନ। କରିଅଛ ତୁମେ ମୋତେ ସୁସ୍ଥତା ପ୍ରଦାନ। ହେ ପ୍ରଭୁ କରିଅଛ ତୁମେ ମୋ ଆତ୍ମାକୁ ପାତାଳରୁ ଉତ୍ତୋଳନ। ଯାଆନ୍ତି ଗର୍ତ୍ତକୁ ଯେଉଁମାନେ ଅବତରି। କରିଅଛ ତୁମେ ମୋତେ ସେମାନଙ୍କ ମଧ୍ୟରୁ ଜୀବନକୁ ଆନିତ। ପ୍ରଭୁଙ୍କର ହେ ସନ୍ଥଜନ, କର ତାହାଙ୍କ ଉଦ୍ଦେଶ୍ୟରେ ସ୍ତବଗାନ। କର ତାହାଙ୍କର ପବିତ୍ର ନାମ ପ୍ରତି କୃତଜ୍ଞତା ଅର୍ପଣ। କ୍ରୋଧ ତାହାଙ୍କର କେବଳ କ୍ଷଣସ୍ଥାୟୀ, କିନ୍ତୁ ପ୍ରତି ତାହାଙ୍କର ଜୀବନବ୍ୟାପୀ। ହୋଇପାରେ ସ୍ଥାୟୀ ବିଳାପ ରାତ୍ରି ବ୍ୟାପୀ, କିନ୍ତୁ ହୁଏ ଉପସ୍ଥିତ ଆନନ୍ଦ ପ୍ରଭାତେ ଆସି। କଲି ମୁଁ ଐଶ୍ୱର୍ଯ୍ୟରେ ମୋର, ହେବି ନାହିଁ ମୁଁ ବିଚଳିତ କଦାପି। ହେ ପ୍ରଭୁ କରୁଣା ତୁମର ସକାଶେ, କରିଅଛ ତୁମେ ମୋତେ ଏକ ଦୃଢ଼ ପର୍ବତ ଭଳି ପ୍ରତିଷ୍ଠିତ। କଲ ତୁମେ ଯେବେ ତବ ମୁଖ ଲୁକାୟିତ, ହେଲି ମୁଁ ତେବେ ବିଭ୍ରାନ୍ତ। କଲି ମୁଁ ତବ ସନ୍ନିଧାନେ ହେ ପ୍ରଭୁ କ୍ରନ୍ଦନ। କଲି ମୁଁ ପ୍ରଭୁଙ୍କୁ ନିବେଦନ। କରେ ମୁଁ ଯଦି ପାତାଳକୁ ଅବତରଣ, ହେଲା ତେବେ ମୃତ୍ୟୁ ମୋର ଦ୍ୱାରା କି ଲାଭ? କରିବ କି ଧୂଳି ତବ ସ୍ତୁତି ଗାନ? କରିବ କି ତାହା ତୁମ ବିଶ୍ୱସ୍ତତା ବିଜ୍ଞାପନ? ହେ ପ୍ରଭୁ ପ୍ରାର୍ଥନା ମୋର ଶୁଣି ହୁଅ ମୋ ପ୍ରତି ସଦୟ। ହୁଅ ତୁମେ ମୋର ସହାୟ। ବିଳାପକୁ ମୋର କରିଅଛ ତୁମେ ଆନନ୍ଦରେ ପରିଣତ। ଫିଟାଇ ଚଟବସ୍ତ୍ର ମୋହର କରିଅଛ ତୁମେ ମୋତେ ଆନନ୍ଦରେ ପରିହିତ। ସୁତରାଂ ନୀରବ ନ ରହି କରିବ ଆତ୍ମା ମୋର ତବ ସ୍ତୁତି ଗାନ। କରିବି ସର୍ବଦା ହେ ମୋ ପ୍ରଭୁ ଈଶ୍ୱର ତୁମ ପ୍ରତି କୃତଜ୍ଞତା ଅର୍ପଣ।